ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ଡେବ୍ରିଗଡ଼ ବନ୍ୟଜନ୍ତୁ ଅଭୟାରଣ୍ୟରେ 2 କିଲୋମିଟର ଦୀର୍ଘ ପକ୍ଷୀ ନିରୀକ୍ଷଣ ପଥ ବାର୍ଡିଂ ଟ୍ରେଲ୍ ଲୋକାର୍ପିତ ହୋଇଛି। ଏହା ଓଡ଼ିଶାର ପ୍ରଥମ ପକ୍ଷୀ ନିରୀକ୍ଷଣ ପଥ। ଛୋଟ ନାଳ, ଜଳସ୍ରୋତ, ତୃଣଭୂମି ଓ ଘଞ୍ଚ ଜଙ୍ଗଲ ଭିତରେ 2 କିଲୋମିଟର ବ୍ୟାପୀ ଏହି ପଥ ତିଆରି ହୋଇଥିବାରୁ ପ୍ରକୃତି ପ୍ରେମୀ ଶିଶୁ ଏବଂ ଯୁବବର୍ଗଙ୍କୁ ବିଶେଷ ଆକୃଷ୍ଟ କରିବ। ଏହି ପଥରେ ପକ୍ଷୀମାନଙ୍କୁ ଠିକ୍ ଭାବେ ନିରୀକ୍ଷଣ କରି ସେମାନଙ୍କ ବିଷୟରେ ଅଧିକ ଜାଣିପାରିବେ। ପକ୍ଷୀମାନଙ୍କ ବସା ଏବଂ କାର୍ଯ୍ୟକଳାପ ଦେଖିପାରିବେ। ଏହି ପଥରେ ପକ୍ଷୀଙ୍କ ସମ୍ପର୍କରେ 42ଟି ସୂଚନା ଫଳକ ରହିଛି, ଯେଉଁଥିରେ ପକ୍ଷୀମାନଙ୍କ ନାମ, ଆୟୁ, ରାବ, ବ୍ୟବହାର, ଖାଦ୍ୟ ଏହିଭଳି ବିଷୟ ସୂଚନା ରହିଛି। ଏହାଦ୍ୱାରା ପ୍ରକୃତିପ୍ରେମୀ ପକ୍ଷୀଙ୍କୁ ଚିହ୍ନଟ କରିପାରିବେ ବୋଲି ଡିଏଫ୍ଓ ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି। ଏଥିସହିତ ଜଙ୍ଗଲ ପରିବେଶ, ଜଳ ଉତ୍ସ, ବିଭିନ୍ନ ପ୍ରକାର ପକ୍ଷୀଙ୍କ ବାବଦରେ ଅବଗତ ହୋଇପାରିବେ। ଡେବ୍ରିଗଡ଼ ଅଭୟାରଣ୍ୟରେ ବର୍ଷସାରା 340 ପ୍ରକାର ପ୍ରଜାତିର ପକ୍ଷୀ ଆସୁଅଛନ୍ତି। ସେମାନଙ୍କ ମଧ୍ୟରୁ କେବଳ ଶୀତ ଋତୁରେ ନଭେମ୍ବର ମାସରୁ ମାର୍ଚ୍ଚ ମାସ ମଧ୍ୟରେ 110ରୁ ଉର୍ଦ୍ଧ୍ୱ ପ୍ରଜାତିର ପକ୍ଷୀ ହୀରାକୁଦ ଆର୍ଦ୍ରଭୂମିକୁ ଆସିଥାନ୍ତି। ସେମାନଙ୍କୁ ବ୍ରାଜକ ପକ୍ଷୀ ବା ମାଇଗ୍ରେଟୋରୀ ବାର୍ଡ ବୋଲି କୁହାଯାଏ। ଏହି ଅଭୟାରଣ୍ୟରେ ଦେଶର ସର୍ବାଧିକ ଗୟଳ ବସବାସ କରୁଛନ୍ତି। ଏଠାରେ ପର୍ଯ୍ୟଟକଙ୍କ ପାଇଁ ରହଣି, ଖାଦ୍ୟପେୟ, ଜଙ୍ଗଲ ସଫାରି, ଟ୍ରେକିଂ, ହାଇକିଂ, ନୌବିହାର ଆଦିର ସୁବିଧା ରହିଛି। ନିକଟରେ ଏହାକୁ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ମାନ୍ୟତା ପ୍ରଦାନ ପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। 2022 ମସିହାରେ ହୀରାକୁଦ ଆର୍ଦ୍ରଭୂମିକୁ ଆନ୍ତର୍ଜାତୀୟ ରାମସାର ସାଇଟ୍ ମାନ୍ୟତା ପ୍ରଦାନ କରାଯାଇଛି। राष्ट्र सर्वोपरि, राष्ट्र प्रथम, सदा सर्वदा।